Hello friend, welcome to our YouTube channel only Math Tech। तो फ्रेंड ସର୍ବପ୍ରଥମେ ତ ପାଠଟି ଆରମ୍ଭ କରିବା ପୂର୍ବରୁ ତୁମେମାନେ ଏହି ଚ୍ୟାନେଲକୁ ସବସ୍କ୍ରାଇବ୍ କର, କାହିଁକି ନା ତୁମେ ଏହି ଚ୍ୟାନେଲ ମାଧ୍ୟମରେ ଏମିତି ଅନେକ ଭିଡ଼ିଓ ଦେଖିବାକୁ ପାଇବ। ଠିକ୍ ଅଛି, ଡେରି ନକରି ଚାଲ ପାଠଟି ଶୀଘ୍ର ଶୀଘ୍ର ଆରମ୍ଭ କରିବା। ଦେଖ ପାଠ ନମ୍ବର 5 ସମସ୍ତେ ବାହାର କର। ପାଠର ନାମ ଦେଖ କ୍ରିକେଟ ଖେଳ। ସମସ୍ତେ ବାହାର କର ପିଲାମାନେ। ପାଠଟିକୁ ଦେଖ ସମସ୍ତେ। ଦେଖ ଖରା ଦିନ ସରି ଆସୁଥାଏ। ଖରା ଦିନଟା ପିଲାମାନେ ସରି ସରି ଆସୁଥାଏ। ବର୍ଷା ନଥାଏ। ଅସହ୍ୟ ଗରମ। ପର୍ବତ ପାଖ ପଡ଼ିଆରେ ବିଲୁଆ ଓ ଠେକୁଆ ବସିଥିଲେ। ଗୋଟେ ପର୍ବତ ଗୋଟେ ପଡ଼ିଆ ଥାଏ, ପର୍ବତ ପାଖରେ ସେ ପାଖରେ ସବୁ କିଏ ବିଲୁଆ ଓ ଠେକୁଆ ଦୁଇ ଜଣ ବସିଥିଲେ। କ୍ରିକେଟ ଖେଳ ଉପରେ ଆଲୋଚନା କରୁଥିଲେ। କିଏ ଦୁଇ ଜଣ ବିଲୁଆ ଆଉ ଠେକୁଆ କ୍ରିକେଟ ବିଷୟରେ ସେମାନେ ଦୁଇ ଜଣ ଆଲୋଚନା କରୁଥିଲେ। ବିଲୁଆ କହିଲା, ଠେକୁଆ ଭାଇ ଆମେ ଟିକେ କ୍ରିକେଟ ଖେଳ ଖେଳିବା ନାହିଁ। କିଏ କହିଲା? ବିଲୁଆ କହିଲା, ଠେକୁଆ ଭାଇ ଚାଲ ଆମେ ଟିକେ କ'ଣ କରିବା, ଆମେ ଟିକେ କ୍ରିକେଟ ଖେଳିବା ପରି ବିଲୁଆ ଖେଳିବା ବୋଲି ବିଲୁଆ ଏବଂ ଠେକୁଆ ଦୁଇ ଜଣ କଥା ହେଲେ। ଠେକୁଆ ତା କଥାରେ ହଁ ଭରିଲା। ଠେକୁଆ କହିଲା, ହଁ ଠିକ୍ ଅଛି ବିଲୁଆ ଭାଇ, ଚାଲ ତାହେଲେ ଆମେ କ'ଣ କରିବା, ଆମେ କ୍ରିକେଟ ଖେଳିବା ପରି କଥା ହେଲେ। ଆରୁ ଦୁଇ ଜଣ ହଁରେ ହଁ ମିଶାଇଲେ। ଖେଳ ପୂର୍ବରୁ ସଭାଟିଏ ବସିବ। ଖେଳ ଆରମ୍ଭ କରିବା ସମୟ କ'ଣ କରିବା, ଗୋଟେ ସଭାଟିଏ ବସିବ। ଗାତରେ ରହୁଥିବା ମୂଷା ଓ ସାପକୁ ବିଲୁଆ ଖବର ଦେଲା। ଗାତରେ କିଏ ରହନ୍ତି? ଗାତରେ ମୂଷା ଏବଂ ସାପ ରହୁଥିଲେ, ସେମାନଙ୍କୁ ବିଲୁଆ ଖବର ଦେଲା। ପଥର ଖୋଲ ଭିତରେ ରହୁଥିବା ବାଘ ଓ ଭାଲୁକୁ ବି ଡକାଗଲା। ପଥର ଖୋଲ ଭିତରେ କିଏ ରହନ୍ତି? ବାଘ ଏବଂ ଭାଲୁ, ସେମାନଙ୍କୁ ମଧ୍ୟ ସେମାନେ ସେଇ ସଭାରେ ଡାକିଲେ। ଗଛ କୋରଡ଼ରେ ରହୁଥିବା ଶାଗୁଣା, ପେଚା, କାଠହଣା ଆଦି ପଶୁପକ୍ଷୀମାନଙ୍କୁ ଖବର ଦେଲା। ପାଣିରେ ଥିବା ଜୀବ ବେଙ୍ଗ, କଇଁଛ, ମଗର, ଚିଙ୍ଗୁଡ଼ିକୁ କଙ୍କଡ଼ା ଖବର ଦେଲା। ଏମାନେ ସମସ୍ତେ କ'ଣ କଲେ? ଡକା ହକା ହେଲେ। କାହିଁକି? କ୍ରିକେଟ ଖେଳିବା ପାଇଁ ମିଟିଂ ବସିଲେ। ଦେଖ ଏଇଟା ପିଲାମାନେ ସମସ୍ତେ ମିଟିଂ ବସିଛନ୍ତି, ଦେଖୁଛ। ଦେଖ ଏଇଟା ସମସ୍ତେ ଆସିଛନ୍ତି। ଦେଖ କିଏ ଅଛନ୍ତି? ଦେଖ ପିଲାମାନେ ଦେଖୁଛ ନା ସମସ୍ତେ। ଦେଖ ଏଇଟା ପେଚା ଅଛି, ମାଙ୍କଡ଼ ଅଛି, ମୟୂର ଅଛି, ସାପ ଅଛି, ବିଲୁଆ ଅଛି, ବଗ ଅଛି, ମୂଷା ଅଛି ଏବଂ କିଏ ଅଛି? କଇଁଛ ଅଛି। ଏମାନେ ସମସ୍ତେ ସଭାରେ ଉପସ୍ଥିତ ଅଛନ୍ତି। ସମସ୍ତଙ୍କୁ ଡକା ହକା କରାଗଲା। ସଭା ବସିଲା। ଖେଳ ଦିନ ଠିକ୍ ହେଲା। ବିଲୁଆ ଗୋଟିଏ ଦଳର କ୍ୟାପ୍ଟେନ୍, ଅନ୍ୟ ଦଳର କ୍ୟାପ୍ଟେନ୍ ଠେକୁଆ। ଗୋଟିଏ ଦଳରେ ବିଲୁଆ କ୍ୟାପ୍ଟେନ୍, ଅନ୍ୟ ଦଳରେ ଠେକୁଆ କ୍ୟାପ୍ଟେନ୍ ହେଲା। ଖାଇବା ପାଇଁ ବିସ୍କୁଟ ଓ ସରବତର ଯୋଜନା ହେଲା। ଖାଇବା ପାଇଁ କ'ଣ? ବିସ୍କୁଟ ଓ ସରବତ କଲେ ସେମାନେ। ଭାଲୁ କହିଲା, ବିଜୟୀ ଦଳକୁ କ'ଣ ପୁରସ୍କାର ଦେବା? ହାତୀ କହିଲା, ଦର୍ପଣ ଦେବା। ଦେଖ ପିଲାମାନେ, ସେମାନେ ଯେଉଁ ଦଳ ଯଦି ବିଜୟ ହେବେ ସେମାନଙ୍କୁ କ'ଣ ଦେବା? ସେମାନଙ୍କୁ ଦର୍ପଣ ଦେବା ବୋଲି ହାତୀ କହିଲା। ଘର ଚଟିଆ ସରବତ ତିଆରି କରିବା ପାଇଁ କହିଲା। ଭାଲୁ ବିସ୍କୁଟ ଓ ଦର୍ପଣ କିଣିବାର ଦାୟିତ୍ୱ ନେଲା। ମୂଷା ବ୍ୟାଟ୍ ତିଆରି କଲା। ତାକୁ କାଠହଣା ଚଢ଼େଇ ସାହାଯ୍ୟ କଲା ମୂଷାକୁ। ବଣି ବଲଟି ଆଣିଲା। ଦୁଇ ଦଳ ଜୋରସୋରରେ ଖେଳ ଅଭ୍ୟାସ କଲେ। ପ୍ରତିଦିନ ବ୍ୟାୟାମ କଲେ। ଖେଳ ଦିନ ସକାଳୁ ଭାଲୁ ସ୍କୁଟର ଧରି ବିସ୍କୁଟ ଓ ଦର୍ପଣ ଆଣିବାକୁ ଗଲା। ଠେକୁଆ ଦଳର ବୋଲିଂ କଲେ, ବିଲୁଆ ଦଳ ବ୍ୟାଟିଂ କଲେ। ଠେକୁଆ ଦଳ ବୋଲିଂ କଲେ ଏବଂ ବିଲୁଆ ଦଳ କ'ଣ କଲେ? ବିଲୁଆ ଦଳ ବ୍ୟାଟିଂ କଲେ। ଅନ୍ୟମାନେ ଖେଳ ଦେଖିଲେ। ପ୍ରଥମ ବଲରେ ବିଲୁଆ ଦଳର ଜଣେ ଆଉଟ୍ ହେଲା। ଠେକୁଆ ଦଳର ଓ ଅନ୍ୟମାନେ ଖୁସିରେ ତାଲି ମାରିଲେ, ବାଦ୍ୟ ବଜାଇଲେ। ଆଉ ଗୋଟିଏ ବଲରେ ବିଲୁଆ ଦଳରୁ ଜଣେ ଛକା ମାରିଲା। ବଲଟି ଯାଇ ଗାତରେ ପଡ଼ିଲା। ସାପ ଗାତ ଭିତରକୁ ଗଲା ଏବଂ ବଲଟି ଆଣିଲା।
ଖେଳ ସରି ଆସୁଥାଏ। ଭାଲୁର ଦେଖା ନଥାଏ। ଘର ଚଟିଆ ତାକୁ ଖୋଜିବାକୁ ଗଲା। ଠେକୁଆ ଦଳ 6 ୱିକେଟରେ ଖେଳ ଜିତିଲେ। ଖୁସିରେ ଗୀତ ଗାଇଲେ, ବାଦ୍ୟ ବଜାଇଲେ। ତାପରେ ଅନ୍ୟମାନେ ନିଜ ନିଜ ଘରକୁ ଫେରିଗଲେ। ଦେଖ ପିଲାମାନେ ମାନେ ଆରାମରେ ସମସ୍ତେ ମିଶିକି କ୍ରିକେଟ ଖେଳିଲେ ଏବଂ ମଜା ମଜଲିସ୍ କଲେ, ଭୋଜି ଭାତି କଲେ ଏବଂ କ୍ରିକେଟ ସରିଲା ସମାପ୍ତ ହେଲା ବେଳକୁ ସେମାନେ ସମସ୍ତେ ନିଜ ନିଜ ଘରକୁ ଚାଲିଗଲେ। ଠିକ୍ ଅଛି ପିଲାମାନେ, ଆଜି ଏଇ ପାଠକୁ ସମାପ୍ତ କରିବା। ଥ୍ୟାଙ୍କ ୟୁ।